वंदे मातरम पिला माने आशा करे समस्ते भलरे थिबो। ताले आज आमे पाठ पढ़ा आरंभ करिबा तो। अच्छा ताले आज आमे कोन पढ़िबा? आज आमे आम मानसांक माला कोन करिबा? प्रश्नमाला 5 गो आलोचना करिबा। कोन करिबा? आम मानसांक मालार प्रश्नमाला 5 गो आलोचना करिबा। समस्त ताले निज निजर खाता पेंसिल बाहर कल तो। अच्छा ताले आमर प्रश्नमाला 5 गो। ताले देखिबा प्रथम प्रश्न कौन देछि देखिबा। गणतंत्र दिवस रे प्रति धाड़ी रे 25 जन हिसाब रे बारबाटी पड़िया रे 8टी धाड़ी छात्र छात्री ठिया होइछंती। बारबाटी पड़िया रे मोट केते छात्र छात्री पैरेड पई ठिया होइथिले देखिबा। ताले प्रति धाड़ी रे केते जन लहा ठिया होइले? ताले गोटिए धाड़ी रे कौन ठिया हुअन्ति केते जन? पच्चीस जन ने। ताहले कुआ जायछि 8टी धाड़ी रे केते छात्र छात्री ठिया हेबे देखिबा। ताले गोटिए धाड़ी रे 25 जन ठिया हेले 8टी धाड़ी रे ठिया हेबे केते देखिबा। हम कोन करबा? 25 रे 8 गुणन करबा। ताले हम एठी कोन करबा? 25 रे 8 गुणन करबा देखिबा। 8 पंचा 40 नेला 4 तबरे 8 दुणे केते? 8 दुणे 16 16 4 केते? 16 4 20। ताले हमर एठी केते उत्तर हबो? 200 जन। ताले अते 8टी धाड़ी रे केते जन ठिया हेबे? 200 जन छात्र छात्री बुझिगला। यदि गोटे धाड़ी रे 25 जन ठिया होंदी ताले 8टी धाड़ी रे कोन करबा? आमे 25 रे 8 गुणन कर देबा। ताले केते जन होला? 200 जन। तापर देखिबा 2 नंबर रे कोन को जायछि? तुम श्रेणी रे 25 जन पिला पढ़ंती। केते जन? तुम श्रेणी रे 25 जन पिला पढ़ंती। प्रत्येक 20 टंका हिसाब रे पूजा चांदा देले चांदा बाबद को तुम श्रेणी को केते टंका आदाय हबो? ताले श्रेणी रे केते जन पिला पाठ पढ़ंती? 25 जन। जन
ଗୋଟିଏ ପିଲା ହେଲା ତାହେଲେ ଗୋଟିଏ ପିଲା କେତେ ଟଙ୍କା 20 ଟଙ୍କା ତାହେଲେ ଶ୍ରେଣୀରେ ଆମର କେତେ ଜଣ ପିଲା ପଢୁଥିଲେ 25 ଜଣ ତାହେଲେ ପ୍ରତ୍ୟେକ ପିଲା ପଚିଶ ଗୁଣନ 20 ତାହେଲେ ଆମର 25 ର 20 ଗୁଣନ କରିଦେବା ଆମେ ଜାଣିଛୁ ଶୂନ ସହିତ ଯେକୌଣସି ସଂଖ୍ୟା ଗୁଣନ କଲେ କ'ଣ ହବ ସେଇ ଶୂନ ହିଁ ହବ ହେଲେ 0 ପଞ୍ଚା 0 ଗୁଣେ 0 ତାପରେ 2 ପଞ୍ଚା 10 ନେଲା 1 2 4 1 5 ତାହେଲେ ଆମର କେତେ ହେଲା 5 ତାହେଲେ ତାହେଲେ ଆମେ ଲେଖା କ'ଣ ପ୍ରତ୍ୟେକ ପିଲା ଚାନ୍ଦା ଦେବେ କେତେ ଟଙ୍କା 500 ଟଙ୍କା ବୁଝି ହଉଛି ତାପରେ ପ୍ରଶ୍ନ କ'ଣ ଦେଇଛି ଶିଶୁ ଦିବସ ଦିନ ଜଣକୁ 9ଟି ଲେଖାଏଁ ବିସ୍କୁଟ ଦେଲେ କେତୋଟି ଶିଶୁ ଦିବସ ଦିନ ଜଣକୁ 9ଟି ଲେଖାଏଁ ବିସ୍କୁଟ ଦେଲେ ତାହେଲେ 32 ଜଣ ପିଲାଙ୍କୁ କେତୋଟି ବିସ୍କୁଟ ଦେବେ ଦିଆଯିବ ତାହେଲେ ଦେଖିବା ଜଣକୁ ବିସ୍କୁଟ କେତେ ଦିଆଗଲା 9ଟି ନମ୍ବର ଦେଖିବା ତାହେଲେ ଜଣକୁ ଗୋଟିଏ ପିଲାକୁ ଯଦି 9ଟି ବିସ୍କୁଟ ଦିଆଯାଏ ତାହେଲେ 32 ଜଣ ପିଲାଙ୍କୁ କେତୋଟି ବିସ୍କୁଟ ଦିଆଯିବ ତାହେଲେ ଆମେ କ'ଣ କରିବା 32ରେ 9କୁ ଗୁଣନ କରିଦେବା ଗୁଣିଦେବା ତାହେଲେ 32ରେ 9କୁ ଗୁଣନ କରିବା 2 ନୂଆ 18 18ରୁ 8 ନେଲା 1 ତାହେଲେ 9 କେତେ 9 27 27 1 28 ତାହେଲେ ଆମର କେତେ ହେଲା 288 ତାହେଲେ ଏଠି ଆମେ ଅତେ 32 ଜଣ ପିଲାଙ୍କୁ କେତୋଟି ବିସ୍କୁଟ ଦିଆଯିବ 288ଟି ବିସ୍କୁଟ ଦିଆଯିବ ବୁଝିହେଲା ଏ ଗଲା ଆମର କେତେ 3 ନମ୍ବର ତାପରେ ଦେଖିବା
ଚାରି ନମ୍ବର କ'ଣ କୁହାଯାଇଛି? ଜଣେ ଶ୍ରମିକ ଦିନକୁ 90 ଟଙ୍କା ମଜୁରୀ ପାଏ। ଜଣେ ଶ୍ରମିକ ଦିନକୁ 90 ଟଙ୍କା ମଜୁରୀ ପାଏ। ସେ ସପ୍ତାହରେ କେତେ ଟଙ୍କା ମଜୁରୀ ପାଇବ? ଦେଖିବା। ତାହେଲେ ଜଣେ ଶ୍ରମିକ ଦିନକୁ କେତେ ଟଙ୍କା ମଜୁରୀ ପାଏ? କେତେ ଟଙ୍କା? 90 ଟଙ୍କା। ତାହେଲେ ସିଏ ସପ୍ତାହରେ କେତେ ଟଙ୍କା? ତାହେଲେ ଆମର ସପ୍ତାହକ କେତେ ଦିନ? 7 ଦିନ। ତାହେଲେ ଆମର ଗୋଟିଏ ସପ୍ତାହ କେତେ ଦିନ ହେଲା? 7 ଦିନ। ତାହେଲେ ସେ ଗୋଟିଏ ସପ୍ତାହରେ ମାନେ 7 ଦିନରେ ମଜୁରୀ ପାଇବ। କେତେ ପାଇବ? 90 ଗୁଣନ 7। ତାହେଲେ ଆମର 90ରେ ଆମେ 7 ପୂରଣ କରିଦେବା। 7 ଶୂନ 0। 7 ନୂଆ 63। ତାହେଲେ କେତେ ହେଲା? ତାହେଲେ ଆମର କେତେ ହେଲା? 630 ଟଙ୍କା। ଏଳିକ 630 ଟଙ୍କା। ତାହେଲେ ପ୍ରତ୍ୟେକ ସପ୍ତାହରେ ସେ କେତେ ଟଙ୍କା ପାଇବ? 630 ଟଙ୍କା ପାଇବ। ବୁଝିହେଲା? ତାପରେ ଦେଖିବା 5 ନମ୍ବର। 5 ନମ୍ବରରେ ପ୍ରଶ୍ନ କ'ଣ ଦେଇଛି? ସମସ୍ତେ ଦେଖ। ତୁମ ପାଖରେ ଯେତେ ଟଙ୍କା ଅଛି, ତୁମ ଭଉଣୀ ପାଖରେ ତାର 8 ଗୁଣ ଟଙ୍କା ଅଛି। ତୁମ ପାଖରେ ଯଦି 40 ଟଙ୍କା ଥିଲେ, ତୁମ ଭଉଣୀ ପାଖରେ କେତେ ଟଙ୍କା ଅଛି? ତୁମ ପାଖରେ କେତେ ଟଙ୍କା ଅଛି? 40 ଟଙ୍କା। ତାହେଲେ ତୁମ ଭଉଣୀ ପାଖରେ ଅଛି କେତେ? ତାର 8 ଗୁଣ। ତାହେଲେ 8 ଗୁଣ ଯେ କେତେ ଦେଖିବା? 40ରେ 8 ଆମେ ଗୁଣନ କରିଦେବା। ତାହେଲେ 8 ଶୂନ 0। 800 କେତେ? 32। ତାହେଲେ କେତେ ହେଲା? 320 ଟଙ୍କା। ତାହେଲେ ଅତେ ତୁମ ଭଉଣୀ ପାଖରେ କେତେ ଟଙ୍କା ଅଛି? 332 ଟଙ୍କା ଅଛି। ବୁଝିହେଲା? ତୁମ ପାଖରେ ଯଦି 40 ଟଙ୍କା ଅଛି, ମୋ ଭଉଣୀ ପାଖରେ ତାର 4 ଗୁଣ, ମାନେ 40ର 8 ଗୁଣ ଅଧିକା। ବୁଝିହେଲା? ତାପରେ ଦେଖିବା 6 ନମ୍ବର। 6 ନମ୍ବର ପ୍ରଶ୍ନ କ'ଣ କୁହାଯାଇଛି? ତୁମ ସ୍କୁଲର ବାର୍ଷିକ ଉତ୍ସବ ପାଇଁ
16ଟି ଫୁଲତଡ଼ା ତିଆରି ହେବ। ଗୋଟିଏ ଫୁଲତଡ଼ାରେ 9ଟି ଫୁଲ ରହିଲେ ସମୁଦାୟ କେତୋଟି ଫୁଲତଡ଼ା ଦରକାର? ଗୋଟିଏ ଫୁଲତୋଡ଼ାରେ କେତୋଟି ଫୁଲ ରୁହେ? ନଅଟି। ତାହେଲେ 16ଟି ଫୁଲତୋଡ଼ାରେ କେତେ ରହିବ? 16 ଗୁଣନ 9। ତାହେଲେ ଆମେ 16ରେ 9 ଗୁଣନ କରିଦେବା। ଛନୁଆ କେତେ? ଛନୁଆ 54। 54ରୁ 4 ହେଲା 5। 9 କେ 9, 9 5 କେତେ? 14। ତାହେଲେ ଆମର ଉତ୍ତର କେତେ ହେଲା? 144। ତାହେଲେ ଗୋଟିଏ ଫୁଲତୋଡ଼ାରେ 9ଟି ଫୁଲ ରହିଲେ 16ଟି ଫୁଲତୋଡ଼ାରେ କେତେଟା ରହିବ? 144। ତାହେଲେ ଏଠି ଆମେ ଅତଏବ 16ଟି ଫୁଲତୋଡ଼ାରେ କେତୋଟି ଫୁଲ ରହିବ? 144ଟି ଫୁଲ ରହିବ। ବୁଝିଗଲା? ଯଦି ଗୋଟିଏ ଫୁଲତୋଡ଼ାରେ ଆମର 9ଟି ଫୁଲ ରହୁଛି ତାହେଲେ 16ଟି ଫୁଲତୋଡ଼ାରେ କେତେ ରହିବ? ତାହେଲେ ଆମେ 16ରେ 9 ଗୁଣନ କରିଦେବା। ତାପରେ ଦେଖିବା 7 ନମ୍ବର ପ୍ରଶ୍ନ କ'ଣ ଦେଇଛି। ଭୁବନେଶ୍ୱରରୁ ପୁରୀକୁ ଜଣକ ପିଛା ରେଳ ଭଡ଼ା କେତେ ଟଙ୍କା? 48 ଟଙ୍କା। ଗୋଟିଏ ପରିବାରର 7 ଜଣ ଲୋକ ଭୁବନେଶ୍ୱରରୁ ପୁରୀକି ଗଲେ। ସେମାନେ କେତେ ଟଙ୍କା ରେଳ ଭଡ଼ା ଦେଲେ? ତାହେଲେ ଆମେ ଦେଖିବା 7 ନମ୍ବର କ'ଣ ହବ? ଜଣକ ପିଛା ରେଳ ଭଡ଼ା କେତେ? କେତେ ଟଙ୍କା? 48 ଟଙ୍କା। ତାହେଲେ 7 ଜଣ ଲୋକଙ୍କ ରେଳ ଭଡ଼ା କେତେ ହବ? 48 ଗୁଣନ 7। ବୁଝିଗଲା? ତାହେଲେ ଆମେ 48ରେ 7କୁ ଗୁଣନ କରିବା। ତାହେଲେ 7 କେତେ? 56। 56ରୁ 6 ହେଲା 5। ତାପରେ କେତେ? 4 କେତେ? ତାହେଲେ ଆମେ କ'ଣ କରିବା? 48ରୁ 7କୁ ଗୁଣନ କରିବା। ତାହେଲେ 7 56ରୁ 6 ନେଲା 5। ତାପରେ 7 କେତେ? 4 28 5 33।
ତାହେଲେ ଆମର ଉତ୍ତର କେତେ ହେଲା 336 ଟଙ୍କା। ତାହେଲେ ଆମର ଉତ୍ତର କ'ଣ ହବ? ଯଦି ଜଣକ ପିଛା 48 ଟଙ୍କା ହୁଏ 7 ଜଣଙ୍କ ପିଛା ରେଳ ଭଡ଼ା କେତେ ହବ? 336 ଟଙ୍କା ହେବ। ବୁଝିହେଲା? ତାହେଲେ ଏଠି ଲେଖା ଆମର ଅତଏବ 7 ଜଣ ଲୋକଙ୍କ ରେଳ ଭଡ଼ା କେତେ ଟଙ୍କା? 336 ଟଙ୍କା। ସମସ୍ତେ ବୁଝିପାରିଲ? ତାପରେ ପ୍ରଶ୍ନ କ'ଣ ଦେଇଛି ଦେଖ। 8 ନମ୍ବର, ଗୋଟିଏ ଜଣେ ବ୍ୟବସାୟୀ ପ୍ରତି କୋଠରୀରେ 75ଟି ତେଲ ଟିଣ ରଖିଲେ ସେହିପରି 5ଟି କୋଠରୀରେ କେତୋଟି ତେଲ ଟିଣ ରଖିବ? ତାହେଲେ ଗୋଟିଏ କୋଠରୀରେ ସେ କେତୋଟି ତେଲ ଟିଣ ରଖେ? ଗୋଟିଏ କୋଠରୀରେ ସେହିପରି କ'ଣ 5ଟି କୋଠରୀରେ ତେଲ ଟିଣ ରହିବ। କେତେ? 75ରୁ ଆମେ କ'ଣ କରିବା? 5 ଗୁଣନ କରିବା। ତାହେଲେ 75ରୁ 5 ଗୁଣନ କଲେ କ'ଣ? 5 5 25ରୁ 5 ନେଲା 2। ତାହେଲେ 7 5 35, 7 5 35, 2 37। ତାହେଲେ କେତେ ହେଲା? ଆମର 375ଟି ହବ। ତାହେଲେ ଅତଏବ 5ଟି କୋଠରୀରେ କେତୋଟି? 375ଟି ତେଲ ଟିଣ ରହିବ। ବୁଝିଲା? ତାହେଲେ ଗୋଟିଏ କୋଠରୀରେ ଯଦି 75ଟି ରୁହେ ତାହେଲେ 5ଟି କୋଠରୀରେ ଆମର କ'ଣ କରିବା? 75ରେ 5 ଗୁଣନ କରିଦେବା। ତାହେଲେ କେତେ ହେଲା? 375ଟି। ଇଏ ହେଲା ଆମର କେତେ? 8 ନମ୍ବର। ତାପର ପ୍ରଶ୍ନ କ'ଣ ଦେଇଛି ପଢ଼। 9 ନମ୍ବରରେ କ'ଣ କୁହାଯାଇଛି? ଗୋଟିଏ ପଡ଼ିଆରେ ଯେତୋଟି ଛେଳି ଚରୁଥିଲେ ତାର 6 ଗୁଣ ମେଣ୍ଢା ଚରୁଥିଲେ। ଯଦି ପଡ଼ିଆରେ କେତୋଟି ଛେଳି ଚରୁଥିଲେ? 28ଟି। ଯଦି ପଡ଼ିଆରେ ଚରୁଥିବା ଛେଳି ସଂଖ୍ୟା 28 ହୁଏ ତେବେ ପଡ଼ିଆରେ କେତୋଟି ମେଣ୍ଢା ଚରୁଥିଲେ? ତାହେଲେ ପଡ଼ିଆରେ ଛେଳି ଚରୁଥିଲେ କେତୋଟି? 28ଟି। ତାହେଲେ ମେଣ୍ଢା ଚରୁଥିଲେ, ମେଣ୍ଢା ଛେଳିର 6 ଗୁଣ। ଛେଳିର 6 ଗୁଣ। ତାହେଲେ କେତେ ହବ?
ତାହେଲେ ଆମେ 28 ରେ 6 ଗୁଣନ କରିବା। ତାହେଲେ 6 8 6 କେତେ 48 ରୁ 8 ହେଲା 4 ତାରେ କେତେ 6 ଦୁणे 12 12 4 16 ତାହେଲେ ଆମର ଅତେ କ'ଣ ହବ ଅତେ ପଡ଼ିଆରେ କେତୋଟି 160 ମେଣ୍ଢା ଚରୁଛନ୍ତି। ବୁଝିଗଲା? ଇଏ ଗଲା ଆମର କେତେ ନମ୍ବର 9 ନମ୍ବର। ତାପରେ ଦେଖିବା 10 ନମ୍ବର। 10 ନମ୍ବରରେ କ'ଣ ପ୍ରଶ୍ନ ଦେଇଛି ତୁମ ବଗିଚାରେ 35ଟି ନଡ଼ିଆ ଗଛ ଅଛି। ପ୍ରତି ନଡ଼ିଆ ଗଛରୁ 9ଟି କରି ନଡ଼ିଆ ତୋଳିଲେ ସମୁଦାୟ କେତୋଟି ନଡ଼ିଆ ତୋଳା ହେବ? ତାହେଲେ ଗୋଟିଏ ନଡ଼ିଆ ଗଛରୁ କେତୋଟି ନଡ଼ିଆ ତୋଳା ହେଲା 9ଟି। ତାହେଲେ 35ଟି ଗଛରୁ ନଡ଼ିଆ ତୋଳାଯିବ କେତୋଟି ଦେଖିବା। ତାହେଲେ ବଗିଚାରେ ନଡ଼ିଆ ଗଛ କେତୋଟି ଅଛି କେତୋଟି ଅଛି 35ଟି। ତାହେଲେ ଗୋଟିଏ ଗଛରୁ ନଡ଼ିଆ ତୋଳା ହେଲେ କେତୋଟି ନଡ଼ିଆ ତୋଳା ହେଲା 9ଟି। ଗୋଟିଏ ନଅଟି। ତାହେଲେ 35ଟି ଗଛରୁ ତାହେଲେ କ'ଣ ହବ 35 ଗୁଣନ 9। ତାହେଲେ 9 ପଞ୍ଚା 45 ରୁ 5 ନେଲା 4 ତାରେ 29 27 4 କେତେ ତାହେଲେ ଅତେ କ'ଣ ହବ 35ଟି ଗଛରୁ 315ଟି ନଡ଼ିଆ ତୋଳାଯିବ। ବୁଝିହେଲା? ସମସ୍ତେ ବୁଝିପାରିଲ ତ? ଆଜି ତ ଆମେ ପ୍ରଶ୍ନମାଳା 5 ଅଙ୍କର ବହୁତ ଗୁଡ଼ିଏ ପ୍ରଶ୍ନ ଆଲୋଚନା କଲୁ। ସେଗୁଡ଼ିକ କ'ଣ କରିବା ତମେ ପୁଣି ଆଉ ଥରେ ଲେଖା ତାକୁ ପ୍ରଶ୍ନର ଉତ୍ତର କରିବ ଆଉ ବାକି ଯେଗୁଡ଼ିକ ରହିଲା ସବୁକୁ ନିଜେ କରିବାକୁ ଚେଷ୍ଟା କରିବ। ଆଜି ତ ଆମର ସମୟ ହେଇଯାଇଛି। ବନ୍ଦେ ମାତରମ୍।